ଡର କାହା ଜୀବନରେ ନଥାଏ, ସଭିଙ୍କ ଜୀବନରେ ଥାଏ। କିଏ ହାରିଯିବାକୁ ଡରୁଥାଏ, କିଏ ଏକ୍ଜାମରେ ଫେଲ୍ ହେବାକୁ ଡରୁଥାଏ, କିଏ ନିଜ ଲାଇଫକୁ ନେଇ ଡରୁଥାଏ, ତ କିଏ ମରିବା ପାଇଁ ଡରୁଥାଏ। ଏବଂ ସେହି ଡର ସେମାନଙ୍କୁ କିଛି ବି କରାଇ ଦେଉନଥାଏ। ଥରେ ଗୋଟିଏ କୃଷକଟିଏ ବିଲ ଜୋତିବା ପାଇଁ ଯାଉଥାଏ। ବିଲକୁ ପହଞ୍ଚି ବିଲକୁ ଜୋତୁଥାଏ। ଗୋଟିଏ ସ୍ଥାନରେ ଗୋଟିଏ ଗଛଟିଏ ଥାଏ। ସେହି ଗଛ ତଳକୁ ଯେମିତି ଗଲା, ସେ କୃଷକର ମୁଣ୍ଡରେ ସାପଟି କାମୁଡ଼ି ଦେଲା। ସେ କୃଷକ ମୁଣ୍ଡକୁ ଛୁଇଁ ଭାବିଲା ବୋଧେ ମୁଣ୍ଡରେ କଣ୍ଟା ଲାଗିଯାଇଥିବ ଏବଂ ବିଲ କାମ ସାରି ଘରକୁ ଚାଲିଗଲା। କିଛି ଦିନ ପରେ ବିଲକୁ ଆସିଲା, ଦେଖିଲା ଯେ ସେହି ଗଛରେ ଗୋଟିଏ ମଲା ସାପ ଝୁଲୁଛି। ସେହି ସାପ ସେହି ମଣିଷକୁ କାମୁଡ଼ିଥିଲା, କିନ୍ତୁ ମଣିଷ କିଛି ନ ହୋଇ ସାପ ମରିଯାଇଥିଲା। ସେହି କୃଷକ ସେହି ସାପକୁ ଦେଖି ଭାବିଲା କି ସେଦିନ କଣ୍ଟା ନୁହେଁ, ବରଂ ଏ ସାପ କାମୁଡ଼ିଥିଲା ଏବଂ ସେ ସେହି ଚିନ୍ତାରେ କିମ୍ବା ଡରରେ 2 ଦିନ ମଧ୍ୟରେ ମରିଗଲା। ମଣିଷକୁ କୌଣସି ବି ଜୀବ ହରାଇ ପାରେ ନାହିଁ, କ୍ଷତି କରିପାରେ ନାହିଁ। ମଣିଷର ଡର ହିଁ ମଣିଷକୁ ନଷ୍ଟ କରିଥାଏ, ହରାଇଥାଏ, କ୍ଷତି ପହଞ୍ଚାଇଥାଏ।